ସଦାପ୍ରଭୁଙ୍କ ନାମର ଗୌରବ ହଉ। ସମସ୍ତଙ୍କୁ ଓ ପାଷ୍ଟର ହେମନ୍ତ ମେହେର ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ଜଣାଏ। ଆଜି ଏକ ବିଶେଷ ଶିକ୍ଷା ଲାଭ କରିବା। ଏ ଜଗତରେ, ପୃଥିବୀରେ, ସଂସାରରେ, ଦୁନିଆରେ ଅନେକ ପଥ ଅଛି, କିନ୍ତୁ ଆଜି ଆପଣ କେଉଁ ପଥକୁ ଧରି ରଖିଛନ୍ତି? ସବୁ ପଥ ସ୍ୱର୍ଗକୁ ନେବ ନାହିଁ, କାରଣ ମୋର ପ୍ରିୟମାନେ, ଗୋଟେ ମାତ୍ର ପଥ ଅଛି ଯେଉଁ ପଥ କି ଆମକୁ ସ୍ୱର୍ଗକୁ ନେଇପାରିବ। ଆଜି ସେ ପଥକୁ ଆପଣ ଧରିକି ରଖିଛନ୍ତି କି? ଆସୁ ଆମେ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଆମେ ଆଲୋଚନା କରିବା। ଗୀତ ସଂହିତା ତାର 18 ଅଧ୍ୟାୟ ତାର 21 ପଦରେ ଲେଖାଯାଏ, ଆଉ ଦାଉଦ ଆଉ ଈଶ୍ୱରଙ୍କର ଭକ୍ତ ବା ମନର ମତ ବ୍ୟକ୍ତି ଆଉ ସେ ଏ ପ୍ରକାର କୁହନ୍ତି, କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଅଛି ଓ ଦୁଷ୍ଟ ଭାବରେ ମୁଁ ପରମେଶ୍ୱରଙ୍କ ନିକଟରୁ ପ୍ରସ୍ଥାନ କରିନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଅନେକ ଥର ଆମ ଜୀବନରେ ଆମେ ଉତ୍ଥାନ ପଥାନ ମଧ୍ୟରେ ଅଛୁ। ଆଜି ଜଗତରେ ଖ୍ରୀଷ୍ଟଙ୍କ ଲୋକମାନଙ୍କ ପାଇଁ, ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ଅନେକ ନିନ୍ଦା ତାଡ଼ନା, ଅନେକ ଦୁଃଖ କଷ୍ଟ, ଅନେକ ପରିସ୍ଥିତି, ଅନେକ ବାଧା ବିଘ୍ନତା ଦେଇକି ସେମାନଙ୍କୁ ଖ୍ରୀଷ୍ଟଙ୍କ ଠାରେ ଲାଗି ରହିବାକୁ ପଡ଼ୁଛି। ଶେଷରେ ମୁଁ କହିବା ପାଇଁ ଚାହୁଁଛି ଯେ ଆପଣ ଆଜି ଜଗତକୁ ଧରିକି ରଖୁଛନ୍ତି ନା ଖ୍ରୀଷ୍ଟଙ୍କୁ ଧରିକି ଅଛନ୍ତି? ଆପଣ କେଉଁ ପଥକୁ ଆପଣ ମନୋନୀତ କରିଛନ୍ତି? ଆପଣଙ୍କ ପାଖରେ ଦୁଇଟି ପଥ ଅଛି। ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ ରୋମିଓ ପୁସ୍ତକରେ, ତୁମେ ମାନେ ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, ବା ବର୍ତ୍ତମାନ ଯୁଗର ତୁମେ ଆଉ ପଥରେ ବା ମାର୍ଗରେ ତୁମେ ଗମନ କର ନାହିଁ, କାରଣ ତାହା ଆଉ ମାଥିୟ ପୁସ୍ତକରେ ଲେଖା ଅଛି, ସର୍ବନାଶକୁ ଘେନିଯିବା ପଥ ଉସାର, ଆଉ ତାହା ଦେଇ ଯିବା ଲୋକ ଅନେକ, କିନ୍ତୁ ଜୀବନକୁ ଘେନିଯିବା ପଥ ସଂକୀର୍ଣ୍ଣ, ଆଉ ତାହା ଦେଇ ଯିବା ଲୋକ ଅତି ଅଳ୍ପ ଲୋକ। ଆପଣ କେଉଁ ପଥର ଯାତ୍ରୀ? ଗୋଟେ ଗୀତ ଅଛି, ବିବେଚନା କରି ଦେଖ କେଉଁ ପଥ ତୁମର, ପ୍ରଭୁଙ୍କର ପଥ ବା ପଥ ତୁମ ନିଜର। ବିବେଚନା କରି ଦେଖ କେଉଁ ପଥ ତୁମର, ପ୍ରଭୁଙ୍କର ପଥ ବା ପଥ ତୁମ ନିଜର। ଅନୁତାପରୁ ଦେ ଯଦି ତୁମେ ଫେରିଆସ, ଅନୁତାପରୁ ଦେ ଯଦି ତୁମେ ଫେରିଆସ, ଝରାଇ ଦେବେ ସେ ଝର ଅନନ୍ତ ଜୀବନର, ଝରାଇ ଦେବେ ସେ ଝର ଅନନ୍ତ ଜୀବନର। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆପଣ କେଉଁ ପଥକୁ ଧରି ରଖିଛନ୍ତି? ଆଉ ଦାଉଦ କହୁଛି, ମୁଁ ଦୁଷ୍ଟ ଭାବରେ ମୁଁ ସଦାପ୍ରଭୁଙ୍କ ଠାରୁ ମୁଁ ପ୍ରସ୍ଥାନ କରିନାହିଁ। ଆଜି ଆମେ ଖ୍ରୀଷ୍ଟଙ୍କୁ ଜାଣିଛୁ ବୋଲି କହୁଛୁ, ପ୍ରଭୁକୁ ଆମେ ଜାଣିଛୁ ବୋଲି କହୁଛୁ, କିନ୍ତୁ ଆମେ ଖ୍ରୀଷ୍ଟଙ୍କ ସହିତ ଆମେ ଚାଲୁନାହୁଁ। ଯୀଶୁଙ୍କୁ ଜାଣିଲେ ହେବ ନାହିଁ, ଖ୍ରୀଷ୍ଟଙ୍କ ସହିତ ଚାଲିବାକୁ ପଡ଼ିବ। ଜଗତରେ ସମସ୍ତେ ଯୀଶୁକୁ ଜାଣିଛନ୍ତି, ସମସ୍ତେ ପ୍ରଭୁକୁ ଜାଣିଛନ୍ତି, କିନ୍ତୁ ସମସ୍ତେ ଚାଲୁନାହାନ୍ତି। କିନ୍ତୁ ଯେଉଁମାନେ ଯୀଶୁକୁ ଜାଣିଛନ୍ତି, ସେମାନଙ୍କୁ ଯେତେ ଦୁଃଖ କଷ୍ଟ ବାଧା, ଯେତେ ନିନ୍ଦା ତାଡ଼ନା ଅପମାନ, ସମସ୍ତ ପ୍ରକାର ପରୀକ୍ଷା ପ୍ରଲୋଭନ ସବୁ କିଛି ଆସିଲେ ମଧ୍ୟ ସେମାନେ ସବୁ କିଛି କି ପଛରେ ପକାଇ ଦିଅନ୍ତି, ଆଉ ସେମାନେ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରିକି ସେମାନେ ଚାଲନ୍ତି। ଏଣୁକରି ପାଉଲ ଗୋଟେ ବିଷୟ କହିଲେ, ଆଉ ସେ ପ୍ରକାର କୁହନ୍ତି ଫିଲିପିଓ ପୁସ୍ତକରେ ଲେଖାଯାଏ, ଆଉ ମୁଁ ତାହା ଆପଣମାନଙ୍କ ପାଇଁ ମୁଁ ପଢ଼ିବା ପାଇଁ ଚାହେଁ। ଫିଲିପିଓ ପୁସ୍ତକରେ ଲେଖାଯାଏ, ଆଉ ସେ ପ୍ରକାର କୁହନ୍ତି, ଲେଖାଯାଏ, ଆଉ କାରଣ ସେ ଏକ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ପାଇଁ ଖ୍ରୀଷ୍ଟଙ୍କ ପଥରେ ସେ ଗମନ କରୁଥିଲେ। ଆଉ ସେ କ'ଣ ବୋଲି କୁହନ୍ତି? ଫିଲିପିଓ ତାର 3 ଅଧ୍ୟାୟ ଆଉ 13 ପଦ 14 ପଦ, ହେ ଭାଇମାନେ,
ମୁଁ ଏ ପର୍ଯ୍ୟନ୍ତ ତା ଧରି ଅଛି ବୋଲି ମନେ କରୁନାହିଁ, କିନ୍ତୁ ଗୋଟିଏ ବିଷୟ କରୁଅଛି, ପଶ୍ଚାତ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟ ଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟସ୍ଥଳକୁ ଦୌଡ଼ିଅଛି। ମୋର ପ୍ରିୟମାନେ, ଆମେ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ପାଇଁ, ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ପାଇଁ, କାରଣ ପ୍ରଭୁ ଯୀଶୁ କହିଲେ, ଜହନ ତାର 14:6 କହିଲେ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, ମୁଁ ପଥ ସତ୍ୟ ଓ ଜୀବନ ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିଛନ୍ତି, ଦୟା କରିଛନ୍ତି। ଆଜି ଆମେ ତାହାଙ୍କ ପଥରେ ଆମେ ଗମନ କରିବା, ତାହାଙ୍କ ପଥରେ ଆମେ ଚାଲିବା, ଯାହାଦ୍ୱାରା ଆମେ ଈଶ୍ୱରଙ୍କ ରାଜ୍ୟରେ ଆମେ ପ୍ରବେଶ କରିବା। ଏଣୁକରି ମୋର ପ୍ରିୟମାନେ, ଦାଉଦ କହିଲେ, ମୁଁ ସଦା ପ୍ରଭୁଙ୍କର ପଥ ଧରିଅଛି, ଯେତେ ଦୁଃଖ କଷ୍ଟ ନିନ୍ଦା ତାଡ଼ନା ଯାହା ପରୀକ୍ଷା ଯାହା ଶତ୍ରୁ ମୋତେ ଚାରିଆଡ଼େ ଘେରିକି ରହନ୍ତୁ ନା କାହିଁକି, କାରଣ ସଦାପ୍ରଭୁ ଜଣେ ଅଛନ୍ତି ଯିଏକି ମୋତେ ରକ୍ଷା କରିବେ, ଯିଏକି ମୋତେ ଶକ୍ତି ଦେଲେ ଗଲିଆତକୁ ମାରିବା ପାଇଁ, ଯିଏକି ମୁଁ ମେଷ ଚରୁଥିବା ସମୟରେ ସିଂହମାନଙ୍କର ମୁଖରୁ, ଭାଲୁର ମୁଖରୁ ସେହି ଛେଳିମାନଙ୍କୁ ରକ୍ଷା କରିବା ପାଇଁ ପ୍ରଭୁ ମୋତେ ଶକ୍ତି ଦେଲେ। ସେଇ ସଦାପ୍ରଭୁ ମୋତେ ରକ୍ଷା କରିବେ, ସେଇ ସଦାପ୍ରଭୁ ମୋତେ ଶତ୍ରୁ ହସ୍ତରୁ ମୋତେ ବଞ୍ଚାଇବେ। ଏଣୁକରି ସେ କୁହନ୍ତି, ତୁମେ ମୋ ଶତ୍ରୁଗଣଙ୍କ ସାକ୍ଷାତରେ ମୋ ସମ୍ମୁଖରେ ମେଜ ସଜାଇଅଛ ଓ ତୈଳରେ ମୋ ମସ୍ତକ ସିକ୍ତ କରିଅଛ। ଦାଉଦ କୁହନ୍ତି, ଈଶ୍ୱରଙ୍କ ପ୍ରିୟ ଲୋକମାନେ, ଏଣୁକରି ଦାଉଦ ସେ କହୁଛନ୍ତି, ମୁଁ ସଦାପ୍ରଭୁଙ୍କର ପଥ ଧରିଅଛି। ଯଦି ଆମେ ଦେଖିବା ଗୀତ ସଂହିତା 1:6 ଲେଖାଯାଏ, ସଦାପ୍ରଭୁ ଧାର୍ମିକ ମାନଙ୍କର ପଥ ଜାଣନ୍ତି। ଆଉ ଦାଉଦ ଦିନକୁ 7 ଥର ଆଣ୍ଠୁ ଭାଙ୍ଗୁଥିଲେ, 7 ଥର ପ୍ରାର୍ଥନା କରୁଥିଲେ, 7 ଥର ଖ୍ରୀଷ୍ଟଙ୍କ ନିକଟକୁ ସେ ଗମନ କରୁଥିଲେ, ପ୍ରଭୁଙ୍କ ପାଇଁ ସେ ବଞ୍ଚୁଥିଲେ, ପ୍ରଭୁଙ୍କ ସହିତ ସେ ଚାଲୁଥିଲେ, ଈଶ୍ୱରଙ୍କ ସହିତ ସେ ଚାଲୁଥିଲେ। ଆଜି ଆମେ ଯୀଶୁକୁ ଜାଣିଛୁ, କିନ୍ତୁ ମଧୁବାଟି ଆମର ପରିଚୟ। ଆମେ ଯୀଶୁଙ୍କୁ ଜାଣିଛୁ, ଟିଭି ଆମର ପରିଚୟ। ବାଇବେଲକୁ ଆମେ ଜାଣିଛୁ, ଆମ ଲୋକମାନେ କୁହନ୍ତି ବାକ୍ୟରେ ଏମିତି ଲେଖା ଅଛି। ଆମ ଲୋକମାନେ ବାକ୍ୟ ଜାଣିଛନ୍ତି, କିନ୍ତୁ ମୁଖରେ ମୋର ପ୍ରିୟମାନେ ଲୋକମାନଙ୍କୁ ନିନ୍ଦା କରିବା ଛାଡ଼ୁନାହାନ୍ତି, ପରନିନ୍ଦା କରିବା ଛାଡ଼ୁନାହାନ୍ତି, ପରଚର୍ଚ୍ଚା କରିବା ଛାଡ଼ୁନାହାନ୍ତି। ମୋର ପ୍ରିୟମାନେ, ଗୀତ ସଂହିତାରେ ଲେଖାଯାଏ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆପଣ ନିଜେ ଚିନ୍ତା କରନ୍ତୁ ଯେ ଆପଣ ପ୍ରଭୁଙ୍କ ପଥକୁ ଧରି ଅଛନ୍ତି କି? ଯେ ଆପଣ ଜିଭାରେ ଗ୍ଲାନି କରେ ନାହିଁ, ବା ଅନ୍ୟର ଚାରି କରେ ନାହିଁ, ଅନ୍ୟ ବିରୁଦ୍ଧରେ ବଚସା କରେ ନାହିଁ, ଅନ୍ୟ ବିରୁଦ୍ଧରେ ଥଟ୍ଟା କରେ ନାହିଁ, ଅନ୍ୟ ବିରୁଦ୍ଧରେ ନିନ୍ଦା କରେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ଦାଉଦ କହୁଛନ୍ତି, ମୁଁ ସଦା ପ୍ରଭୁଙ୍କର ପଥ ଧରିଅଛି। ଆଉ ସଦାପ୍ରଭୁ ସେ ଧାର୍ମିକ ମାନଙ୍କର ପଥ ଜାଣନ୍ତି। ଲେଖାଯାଏ ଯେ ମୁଁ ଧାର୍ମିକ ମାନଙ୍କର ପଥ ଜାଣେ, ମାତ୍ର ଦୁଷ୍ଟ ମାନଙ୍କର ପଥ ବିନଷ୍ଟ ହେବ। ଏଣୁକରି ଦାଉଦ କହୁଛନ୍ତି, ମୁଁ ଦୁଷ୍ଟ ଭାବରେ ସଦାପ୍ରଭୁଙ୍କ ଠାରୁ ପ୍ରସ୍ଥାନ କରିନାହିଁ। ଆଜି ଆମ ଲୋକମାନଙ୍କୁ ବିଶ୍ରାମବାର ଜଣା ନାହିଁ। ପ୍ରଭୁ କହିଲେ, ଆମ୍ଭର ଲୋକମାନଙ୍କର ବିଶ୍ରାମ ଦିନ ଭୋଗ କରିବା ବାକି ଅଛି। ସେଇଦିନ ସେମାନଙ୍କର କାମ ଥିବ, ସେଇଦିନ ସେମାନଙ୍କର ମାର୍କେଟିଂ କରବାର ଥିବ, ସେଇଦିନ ସେମାନଙ୍କର ମୋର ପ୍ରିୟମାନେ ବିଜନେସ୍ ଥିବ, ସେଇଦିନ ସେମାନେ ବ୍ୟତିବ୍ୟସ୍ତ ଥିବେ, ସେଇଦିନ ସେମାନେ ମେଡିକାଲକୁ ଯିବାର ଥିବେ। ମୋର ପ୍ରିୟମାନେ ଆଉ ସଦାପ୍ରଭୁ କହନ୍ତି, ଆମ୍ଭର ବିଶ୍ରାମ ଦିନକୁ ତୁମେ ପବିତ୍ର ରୂପେ ପାଳିବାକୁ ଯତ୍ନବାନ ହୁଅ। ମନୁଷ୍ୟ ବିଶ୍ରାମ ଦିନ ନିମନ୍ତେ ସୃଷ୍ଟି ହୋଇନାହିଁ, କିନ୍ତୁ ବିଶ୍ରାମ ଦିନ ମନୁଷ୍ୟ ନିମନ୍ତେ ସୃଷ୍ଟି ହୋଇଅଛି, କାରଣ ସଦାପ୍ରଭୁ ବିଶ୍ରାମ ଦିନର ପ୍ରଭୁ ଅଟନ୍ତି। ଆପଣ କୋଉ ପଥରେ ଗମନ କରୁଛନ୍ତି? ଆପଣଙ୍କର ପଥ କୋଉଟା? ଦାଉଦ କହିଲେ, ମୁଁ ସଦାପ୍ରଭୁଙ୍କର ପଥ ଧରିଅଛି। ଯଦି ଆପଣ ସଦାପ୍ରଭୁଙ୍କର ପଥକୁ ଧରି ନାହାନ୍ତି, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ଭୁଲ ପଥରେ ଚାଲୁଛନ୍ତି। ଲେଖାଯାଏ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ,
आउ हितपदश्री गोटे विषय लिखा अच्छी आउ अति उत्तम विषय आउ आमे पढ़िबा से विषय को आउ हितोपदेश तार 16 अध्याय तार 25 पदरे लिखा जाए मनुष्यर दृष्टि रे कौनसी पथ सरल दिशे मात्र तहिर शेष मृत्युर पथ थाए से जाने नहीं। प्रभु कहले विश्राम दिन भोग करने बाकी अच्छी किंतु से काम कार्य पलि जाउछंती। आमे दिन सारा एते व्यक्तिव्यस्त रहूछु आम पाखरे 24 घंटा रु 2 घंटा भी प्रभु को समय देबा पय आम पाखरे समय नहीं। जदि दरकार पड़िबो टंका कमेबा पय राति अधेरे भी आमको कुआडे जीवा पय पड़ले आमे जाई पारू। अनेक भाई माने हमर ऑटो चलुछंती बुलेरो चलुछंती बस चलुछंती जदि राति रे भी तांको कॉल आसीबो भाई आ इमरजेंसी एबे जीवार अछि से माने सांगे सांग ऑटो बाहर करिवे बस बाहर करिवे बुलेरो बाहर करिवे से माने जीवे मोर प्रिय माने कारण से सदा प्रभु पथ को धरी नांती। आज मु आपण मान को कहबा पय चाहे प्रभु कहते मु पथ सत्य जीवन मो देन गल कि पिता को निकट को जाई पारे नाही। आज आपण निष्पत्ति नहती आपण प्रभु को पथ धरी अछंती कि जो माने प्रभु को पथ धरी अछंती से माने दाऊद कहला परि आपण कहबार अछि मु सदा प्रभु को पथ धरी अछि और दुष्ट भाव रे मो ताहांकर प्रस्थान करी नाही। कारण सदा प्रभु धार्मिक मानकर पथ जानती आ दुष्ट मानकर पथ विनष्ट हेबो। प्रभु आम समस्त को ये वाक्य द्वारा आशीर्वाद करंतु। आज आमे निर्णय नेबा आमे प्रभु को पथरे आमे गमन करवा जे नंगल हाथ देखी पछ को चाहे से ईश्वर राज्यर अधिकारी हेब ना। यह भी गोटे पथ अटे। प्रभु को जानी समय प्रभु को सेवा करथिबा समय प्रभु को विश्वास करथिबा समय अनेक समय घात प्रतिघात निंदा ताड़ना दुख कष्ट अभाव असुविधा अनेक प्रकार परीक्षा आसे से समय आपण विचलित होंतु नहीं। से समय आपण उहुरी जातु नहीं पछ घुंचा मारंतु नहीं प्रभु को छाणतु नहीं प्रभु को भूलंतु नहीं प्रभु को धरी रखंतु आ कहतु मु सदा प्रभु पथ को धरी अछि दुष्ट भाव में मु सदा प्रभु प्रस्थान करी नहीं। आज अनेक लोक मोर प्रिय माने प्रभु को आ प्रभु बेक्साइट हो निंदा ताड़ना दुख कष्ट को देखिकी मु एथि मेसेज बनवा मु आग्रहित हेली। आज अनेक लोक ए ताड़ना को देखि पारु नाहंती माड़ को सह्य करि पारु नाहंती निंदा को सह्य करि पारु नाहंती दुख सह्य करि पारु नाहंती आ जीसु को छाणी के वर्तमान से माने बेक्साइट हो जाइछंती मूर्ति पूजा करूछंती पापमय जीवन काटुछंती एबे वर्तमान से माने पापर जीवन काटिला परे से माने जानुछंती जे आमे भूल कलु कारण पापर वेतन मृत्यु किंतु ख्रीष्टଙ୍କ सहभागितारे अनंत जीवन अछि। रोमियो तार 6:23 पद लिखा जाए एणुक आपण आज कौ पथ को धरी रखिंट आपण दाऊद परी कहबार मु सदा प्रभु को पथ को धरी अच्छी। प्रभु आम समस्त को आशीर्वाद करतु। प्रेज द लॉर्ड।